କୁହାଯାଇଛି। ହାଲେଲୁୟା। ପ୍ରକାଶିତ ବାକ୍ୟ 8 ପର୍ବ ତାର 10 ପଦରୁ ଆମେ ମାନେ 13 ପଦ ପର୍ଯ୍ୟନ୍ତ ଯଦି ପଢିବା ସେ ଜାଗାରେ ଲେଖା ହେଇଛି ଗୋଟିଏ ନକ୍ଷତ୍ର ପଡୁଛି। ହାଲେଲୁୟା। ସେ ପ୍ରକାଶିତ ବାକ୍ୟ 8 ପର୍ବ ତାର 6 ପଦରୁ ଯଦି ଆମେ ପଢିବା ସେଠି 6 ପଦରୁ ଆରମ୍ଭ ହେବ ତୁରୀ ଫୁଙ୍କିବାଟା। ହାଲେଲୁୟା। ସପ୍ତମ ମୁଦ୍ରା ଭାଙ୍ଗିଲା ପରେ 7ଟା ଦୂତ ମାନେ ଠିଆ ହେଇଥିବେ ତୁରୀ ଫୁଙ୍କିବାକୁ। ତୁରୀ ବୋଲି କହିଲେ କଣ କହିବେ ତମ ଭାଷାରେ? ତିତିରି ମୟୂରୀ, ବୁରା ବୋଲବେ ତେଲୁଗୁରେ, ଆଉ ଓଡ଼ିଆରେ ତୁରୀ ବୋଲି କହିବେ। ହାଲେଲୁୟା। କଣ ଫୁଙ୍କିବେ? ସେ ଫୁଙ୍କିବାର ଅର୍ଥ କଣ? ଗୋଟେ ଦୂତ ଗୋଟେ ଫୁଙ୍କିଲା ବେଳକୁ 7ଟା ଦୂତରେ 5 ଦୂତ ଫୁଙ୍କିଲା ବେଲେ ଶୁଣ, 5 ଦୂତ ଗୋଟେ ଫୁଙ୍କିଲା ବେଳେ କଣ ହବ ବୋଲି କହିଲେ ପୃଥିବୀରେ ଶିଲା ଯାକ ପଡିବ। ଶିଲାକୁ କଣ କହିବେ ତମ ଭାଷାରେ? ପିଡିକୁ କଣ କହିବେ? ଟିଡି। ହାଲେଲୁୟା। ସେ ଟିଡି ରକ୍ତରେ ଆଉ ଅଗ୍ନିରେ ପରିପୂର୍ଣ୍ଣ ହେଇକରି ଉପରରୁ ପଡିବ ତଳକୁ। ସେତେବେଳେ ଗଛ ଯାକ ସବୁ, ଗଛର ପତ୍ର ଯାକ, ସାନ ସାନ ଘାସ, ଛାସ ବାସ ସବୁ ନଷ୍ଟ ହେଇଯିବ। ହାଲେଲୁୟା। ଗୋଟେ ଜାଗାର ନାହିଁ, ଗୋଟେ ଦେଶର ନାହିଁ, ସାରା ପୃଥିବୀରେ ଭୟଙ୍କର ସମସ୍ୟା ଘଟିବ। ହାଲେଲୁୟା। 5ଟି ଦୂତ ତୁରୀଧ୍ୱନି କରିବା ସମୟରେ, ଆଉ ସେକେଣ୍ଡ ଦୂତ ମାନେ ଦ୍ୱିତୀୟ ଦୂତ ତୁରୀଧ୍ୱନି କରିବା ସମୟରେ ଆଉ ଅଗ୍ନି ପ୍ରଜ୍ୱଳିତ ଗୋଟିଏ ବଡ଼ ପର୍ବତ, ଅଗ୍ନି ପ୍ରଜ୍ୱଳିତ ମାନେ ଅଗ୍ନିରେ ଅଗ୍ନି ପର୍ବତ ବୋଲି କହିବେ ତେଲୁଗୁରେ, ଓଡ଼ିଆରେ ଅଗ୍ନି ପର୍ବତ। ହାଲେଲୁୟା। ବଡ଼ ପର୍ବତ ଅଗ୍ନିରେ ପରିପୂର୍ଣ୍ଣ ହେଇକରି ଆସି ସମୁଦ୍ରରେ ପଡିଯିବ। କୋଉଠି ପଡିଯିବ? ସମୁଦ୍ରରେ ପଡିଯିବ। ସମୁଦ୍ରରେ ପଡିବାରୁ ସମୁଦ୍ରରେ ତୃତୀୟାଂଶ ଲୋକମାନେ, ତୃତୀୟାଂଶ କଣ ସେଟା, ମାଛ ଆଉ ଯେତିକି ଜୀବଜନ୍ତୁ ସମୁଦ୍ରରେ ଥିବେ, ଯେତିକି ପ୍ରାଣୀ ସମୁଦ୍ରରେ ଅଛନ୍ତି ନା, ସେ ସବୁ ମରିଯିବେ। ଆଉ ସେଠି ସମୁଦ୍ରରେ ଥିବା ଜାହାଜ ଯାକ ଚାଲୁଥିବ ନା, ଜାହାଜ ଯାକ ସେଟା ମଧ୍ୟ ତୃତୀୟାଂଶ ମାନେ ନଷ୍ଟ ହେଇଯିବ। ହାଲେଲୁୟା। ସେ ସମୟରେ ଲୋକମାନେ ବହୁତ କଷ୍ଟ ହେଇଯିବେ। ସମୁଦ୍ର ପାଣି କେବେ ମିଶା ଗଳି ହବ କି? କେତେ ବର୍ଷା ପଡିଲେ ମିଶା, ଯେତିକି ଯାହା ପଡିଲେ ବି ସମୁଦ୍ର ପାଣି କାଦ ହେବ ନାହିଁ। ହାଲେଲୁୟା। ମାତ୍ର ସମୁଦ୍ର ପାଣି ରଙ୍ଗ ହେଇଯିବ। କେମିତି ରଙ୍ଗ ହେଇଯିବ ବୋଲି କହିଲେ, ଏତେଟା ମାଛ, ସେ ଭିତରେ ସମୁଦ୍ରରେ ଥିବା ଜୀବଜନ୍ତୁ ଲୋକମାନେ ସବୁ ମରିଯିବେ। ମରିଗଲେ ସମୁଦ୍ର ସବୁ ତୃତୀୟାଂଶ ବୋଲେ 3 ଭାଗ ସମୁଦ୍ର ରକ୍ତ ହେଇଯିବ। ହାଲେଲୁୟା। ଲୋକମାନେ ଦେଖି କାବା ହେଇଯିବେ। ଜାହାଜ ଯାକ ଭାଙ୍ଗିଯିବ। ବଡ ବଡ ଜାହାଜ, ଗୋଟେ ଜାହାଜ କୋଟି ଟଙ୍କା। ସେ ଜାହାଜରେ ପେଟ୍ରୋଲ ଡିଜେଲ ସବୁ ଆସୁଥିବ। ତାପରେ ବଡ ମାନେ ଏସିଡି ପଟା ମାନେ ଆସୁଥିବ। ଏପଟରୁ ଆମ ଦେଶରୁ ଖାଇବା ଧାନ, ମାଣ୍ଡିଆ, ଛୁଆ ଯେତେ ଖାଇବା ଜିନିଷ ସବୁ ଯାଉଥିବ। ଏଇ ସବୁ ପାଣିରେ ସାଫା, ଗୋଟେ ମିଶା କାଢି ପାରିବୁ ନାହିଁ। ହାଲେଲୁୟା। ପାଣିରେ ପଡିଯିବ। ଏବେ ତଳେ ପଡିଗଲେ ଆମେ କାଢି ପାରିବୁ, ପାଣିରେ ପଡିଗଲେ କାଢି ପାରିବା କି? ହାଲେଲୁୟା। ତଳେ ପଡିଗଲେ ତେଲ ମାତ୍ର କାଢି ପାରିବୁ ନାହିଁ। ତେଲ ପଡିଗଲେ କାଢି ପାରିବୁ ନାହିଁ। ଧାନ ପଡୁ କି ମାଣ୍ଡିଆ ପଡୁ କି ଯାହା ପଡିଲେ ମଧ୍ୟ କାଢି ଦେଇ ହବ। ହାଲେଲୁୟା। ମାତ୍ର ପାଣିରେ ଯଦି ପଡିଯିବ, ପାଣିରେ ପଡିଗଲେ ସେଟା କାଢି ହବ କି? କେତେ କୋଟି ଟଙ୍କା ଲୋକମାନଙ୍କୁ ନଷ୍ଟ ହେଇଯିବ। ହାଲେଲୁୟା। ଡିଜେଲ, ପେଟ୍ରୋଲ ଆଉ କିରୋସିନି, ଏସିଡି, ବିଭିନ୍ନ ପ୍ରକାର ଦ୍ରବ୍ୟ ସେପଟରେ ଆସୁଥିବ, ସେଟା ମାନେ ମଧ୍ୟ ପାଣିରେ ପଡିଯିବ। ସେ ଲୋକମାନେ ମରିଯିବେ। ଜାହାଜ ଗୁଡାକ, ବଡ ବଡ ଜାହାଜ ଗୁଡାକ କଣ ହବ? ନଷ୍ଟ ହେଇଯିବ। କଣ ପଡିଲା ବେଳକୁ? ବଡ ଅଗ୍ନି ପର୍ବତ ପୃଥିବୀ ମାନେ ସମୁଦ୍ର ଉପରେ ପଡିଲା ବେଳକୁ। ହାଲେଲୁୟା। ତାପରେ ତୃତୀୟ ଦୂତ ତୁରୀଧ୍ୱନି କରିବା ସମୟରେ ବୃହତ ବଡ ଗୋଟେ ଉକା ବୋଲେ ନକ୍ଷତ୍ର, ବଡ ନକ୍ଷତ୍ର ଅଗ୍ନିଶିଖା ପରି ପ୍ରଜ୍ୱଳିତ ହୋଇକରି
ଗୋଟିଏ ବୃହତ୍ ନକ୍ଷତ୍ର ଆକାଶରୁ ସ୍ଖଳିତ ହୋଇ ହାଲେଲୁୟା ଅଗ୍ନିଶିଖା ପରି ପ୍ରଜ୍ୱଳିତ ଗୋଟିଏ ବୃହତ୍ ନକ୍ଷତ୍ର ଆକାଶରୁ ସ୍ଖଳିତ ହୋଇ ନଦୀ ସମୂହର ତୃତୀୟାଂଶ ନିର୍ଜର ଗୁଡ଼ିକ ଉପରେ ପତିତ ହେଲା। ହାଲେଲୁୟା ଦେଖ ଏବେ ଶୁଣ କଣ ହେଲା ବୋଲି କହିଲେ ଗୋଟେ ଉକା ବୋଲେ ନକ୍ଷତ୍ର ସେ ନକ୍ଷତ୍ର ପୃଥିବୀ ଠାରୁ ବଡ଼ଟା। ହାଲେଲୁୟା ସେଟା ଅଗ୍ନି ସହିତ ଆସିକିରି ଏ ତାରା ମାନଙ୍କୁ ବାଜି 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 ବାଜିକିରି ଖଣ୍ଡ 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 ହେଇକିରି କଣ ହବ ବୋଲି କହିଲେ ଏ ପୃଥିବୀରେ ଯେତେଟା ନଦୀ ଯାକ ଅଛି ତମେ ଗାଧଉଥିବା ନଦୀ ଯାକ ନାଳ ଗୁଡାକ ବଡ ବଡ ନଦୀ ଯାକ ଯେତେଟା ନଦୀ ଅଛି ନାଳ ଅଛି ଯେତେଟା ଝରଣା ଅଛି ସେ ସବୁ ଝରଣା ଉପରେ ସେଟା ଆସି ଖଣ୍ଡ ଖଣ୍ଡ ହେଇକି ପଡିଯିବ। କଣ ବଡ ନକ୍ଷତ୍ର ଗୋଟେ। ହାଲେଲୁୟା ସେ ନକ୍ଷତ୍ର ପଡିଯିବାରୁ କଣ ହବ ବୋଲି କହିଲେ ସେ ପାଣି ସବୁ ବିଷ ହେଇଯିବ। କଣ ହେଇଯିବ ସେ ପାଣି ସବୁ ବିଷ ହେଇଯିବ। କେମିତି ବିଷ ହବ ବୋଲି କହିଲେ ନାଗଦହଣା ନାଗ ସାପର ବିଷ ପରି ହେଇଯିବ। କି ସାପର ବିଷ ପରି ନାଗ ସାପର ବିଷ ପରି ଏ କଣ ସେଟା ନାଳ ପାଣି ପିତା ନଦୀ ପାଣି ପିତା ବୁଝିଲ ନା ସବୁ ପାଣି ମାନେ ଯେତିକି ନଦୀ ନାଳ ଯେତିକି ଅଛି ସବୁ ନଦୀ ନାଳର ପାଣି ସବୁ ପିତା ହେଇଗଲା। ହାଲେଲୁୟା ଟିକେ ପାଟିରେ ପକେଇଲେ କାମ୍ବିଲି 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 ହେଲେ ହଉ ନଦୀ ନାଳର ପାଣି ତ ପିତା ହେଇଗଲା ବୋରିଂର ପାଣି ପାଇବା ବୋଲେ ବୋରିଂର ପାଣି ମିଶା ପିତା କୁଅଁର ପାଣି କାଢିଲେ କୁଅଁର ପାଣି ମିଶା ପିତା। ହାଲେଲୁୟା ମୋଟର ପାଣି ମିଶା କୋଉ ପାଣି ତୁ କାଢିଲେ ମଧ୍ୟ ପିତା କରାହବ ହେଲା। ଏ ପାଣି ସବୁ ପିତା ହେଇଯାଉଛି ଗରମ କରିକି ପିଇବା ବୋଲି କହିଲେ ମିଶା ଫିଲ୍ଟର କରିକି ପିଇବା ବୋଲି କହିଲେ ମିଶା ପିତା ଏକା ଲାଗିବ। ହାଲେଲୁୟା ହେଲେ ଏମିତିକାର ସମସ୍ୟାର ଲୋକମାନେ ପାଣି ପିଇବାକୁ ମଧ୍ୟ ମିଳିବ ନାହିଁ। ସେ ପାଣି ପିଇଲେ ନାଗସାପର ବିଷ ଲୋକମାନେ ପାଣି ପାଇବେ ନାହିଁ। ଗାଈ ଗୋରୁ ସେଟା ପିଇଲେ ମରିଯିବେ। ବୁଝିପାରିଲ କି ଲୋକମାନେ ପିଇକିରି ମରିଯିବେ। ତୃତୀୟାଂଶ ଲୋକମାନେ ମାନେ ମନେକର 100 ଲୋକ ଅଛନ୍ତି ବୋଲି କହିଲେ 30 ଲୋକ ମରିଯିବେ। ଗୋଟେ ଗାଁରେ 100 ଲୋକ ଅଛନ୍ତି ବୋଲେ 30 ଲୋକ ମରିଯିବେ ଡରିଯିବେ ପାଣି ପିଇବାକୁ। ହାଲେଲୁୟା ଏ ପୃଥିବୀରେ ତୃତୀୟାଂଶ ଲୋକମାନେ ମରିଯିବେ। ଲୋକମାନେ କାବା କାବା ହେଇଯିବେ। ସେ ଟାଇମ୍ କେମିତି କଣ ପାଇଁ ଏସବୁ ଘଟୁଛି କିଏ ଏସବୁ କାମ କରୁଛି ବୋଲି ଭାବିବେ ଲୋକମାନେ। ସରକାର ସେତେବେଳକୁ ଭଣ୍ଡ ଖ୍ରୀଷ୍ଟ ଶାସନ କରୁଥିବ ପୃଥିବୀରେ ଭଣ୍ଡ ଖ୍ରୀଷ୍ଟ ଶାସନ କରୁଥିବ ଶୈତାନ ଶାସନ କରୁଥିବ। ସେ ତାର ପାଖକୁ ଯିବେ କାର ପାଖକୁ ଯିବେ ଶୈତାନ ପାଖକୁ ଯିବେନି। ଶୈତାନ ଭଣ୍ଡ ଖ୍ରୀଷ୍ଟ ସେ ଦିଲ୍ଲୀରେ ବସେ ଯୋଉଟା କି ଇସ୍ରାଏଲର ରାଜଧାନୀରେ ବସେ ମେନ୍ ଲୋକ ଯୋଉଟା କି ଭଣ୍ଡ ଖ୍ରୀଷ୍ଟ 666 ନମ୍ବର ଲଗାଇବାକୁ କହେ ବସେ। ତାର ନମ୍ବର ହଉଛି 666 ନମ୍ବର। ସିଏ ଆସିକିରି ଶାସନ କରୁଥିବା ସମୟରେ ଖ୍ରୀଷ୍ଟିଆନ ଲୋକମାନଙ୍କୁ ସେ ଦୁଃଖ ଦଉଥିବ। ହାଲେଲୁୟା ଖ୍ରୀଷ୍ଟିଆନ ଲୋକମାନଙ୍କୁ ଦୁଃଖ ଦଉଥିବ। ତମକୁ ଚାଉଳ କାର୍ଡ ନାହିଁ ତମକୁ ପେନସନ ନାହିଁ ତମକୁ କିରୋସିନ ନାହିଁ ଡିଜେଲ ନାହିଁ ପେଟ୍ରୋଲ ନାହିଁ ବୋଲି କହୁଥିବ। କଣ କିଣିଲେ ମଧ୍ୟ ତମକୁ ଦିଆଯିବ ନାହିଁ ବୋଲୁଥିବ। ପ୍ରଭୁ ରାଗି ଯିବେ। ହାଲେଲୁୟା ଆମର ଲୋକମାନଙ୍କୁ ପେଟ୍ରୋଲ ଦେବୁ ନାହିଁ ଆମ ଲୋକମାନଙ୍କୁ ଡିଜେଲ ଦେବୁ ନାହିଁ ଆମ ଲୋକମାନଙ୍କୁ ଖାଇବାକୁ ଦେବୁ ନାହିଁ ବୋଲି କହିବେ ସବୁ ପାଣିରେ ପକେଇଦେବେ ପ୍ରଭୁ। ହାଲେଲୁୟା ଗୋଟେ ପର୍ବତ ପକେଇବେ ସବୁ ପାଣିରେ ସାଫା। ହାଲେଲୁୟା ଗୋଟେ ନକ୍ଷତ୍ର ପକେଇବେ ବଡ ନକ୍ଷତ୍ର ପକେଇଦେବେ ନଦୀ ପାଣି ସବୁ ପିତା। ଆମ ଲୋକମାନଙ୍କୁ ତୁ ଖାଇବାକୁ ଦେଉନୁ ପିଇବାକୁ ଦେଉନୁ କି ତୋର ଲୋକମାନଙ୍କୁ ମୁଁ ସାଫା କରିଦେବି ବୋଲି କଣ କରିବେ ପ୍ରଭୁ ନକ୍ଷତ୍ର ଗୁଡାକ ପକେଇଦେବେ। ହାଲେଲୁୟା ନକ୍ଷତ୍ର ପକେଇବେ ନକ୍ଷତ୍ର ନାଗଦହଣା ନକ୍ଷତ୍ର ସେଟା ପଡିଲା ବେଳକୁ ନଦୀର ନାଳର ପାଣି ସବୁ ପିତା ହେଇଯିବ। ହାଲେଲୁୟା ଏମିତି ବଡ ଭୟଙ୍କର ଘଟଣା ଘଟିବ ପୃଥିବୀ ଉପରେ। ପ୍ରେଜ୍ ଦ ଲର୍ଡ ବୁଝିପାରୁଛ ନା ଜମାଲ ବୁଝିପାରୁଛ ତ? ହାଲେଲୁୟା
तापरे कौन हम बोल कहले लोक मैंने सब तार पाख जीवे आज्ञा तुम्हें हमको शांति देवी बोल धला गोडार आसलो ए बाक्य कही ना तुमको धला गोडार जन लोक आसबो बोली कही ना जमालो कही कि नहीं धला गोडार आसबो से आसिकरी शासन करिवो पार्टी करो नहीं से आसिकरी शासन करिवो शांति देवी बोल कहबो कौन आज्ञा एंती लोक मैंने भल पानी हमको दियंतु आज्ञा पीवा को बोल कहले भल पानी पीवा को देवी बोल से कहबो किंतु से पानी सब पीता ही हालेलुया से गार हेत लोक मरी गले ए गार हेत लोक मरी गले से देश हेत लोक मरी गले ए देश हेत लोक मरी गले एबे कोरोना रोग आइला बोले किंतु मरी गले सेमती लक्ष लक्ष लोक माने मरी जिवे हालेलुया की पय बोल कहले नागदहना नाग सपर विष सेठी पड़ी जाइछि सेति पय अनेक लोक मरी गले बोल लिखाई हालेलुया कारण ताहा तिक्त थिला ता पिता थिला ता नागदहना करा गला हालेलुया सही नक्षत्र नाम नागदहना से नक्षत्र नाम की ना नागदहना तेलुगु तम भाषा रे काम्बेली उका हालेलुया सेटा कौन करिवो आकाशरु अग्नि सहित पड़िकरी खंड खंड होइकरी नदी नाल रे पड़ जीवो माछ जाक सब मरी जीवे सेटर पानी पिताई जीवो को झरनार पानी काढ बोले पिता हेले सेते बेलकु आमे खिंती कर पिता पानी पीबु का आमे हालेलुया आमे पिता पानी पीबु नै प्रेज द लॉर्ड आमे पिता पानी आनले मिसा से नागदहना पानी आनले मिसा प्रभु नाम आशीर्वाद कर देले सेटा भलो पानी जीवो प्रेज द लॉर्ड घरे घरे माने प्रभु लोक माने माने विजात लोक माने किस कर बिलो मा हम घर पूरा पानी सब पिता आका बोल कह बसे मा हां नाइ माउसी हम घर पानी बेसी भलो होची बोल प्रभु लोक माने हां हमर पानी मिठा लागबो तांकर पानी पिता लागबो से लोक मान कहबे से क्रिश्चियन लोक मान पानी केंति मिठा अछि आमे पीले केंति पिता ही जाउछ बोल कहले हां सेटा का से सरकार कहबो से बंड क्रिश्चियन से क्रिश्चियन लोक मान की मंत्र कर दैछंती बोलबो की मंत्र कर दैछंती तांकर तांके तिबाराका इस्राएल लोक माने से क्रिश्चियन लोक माने तिबाराका एमती गटुची बोली से आम ऊपर ठेल दबा रे बुझ पालो कि मात्र प्रभु भयंकर दंड से मान को देबे हालेलुया आम मान को किछ हेबो नै आम मान को प्रभु सुरक्षा देबे हालेलुया मात्र पृथ्वी लोक माने बड़ कष्ट पाइबे आमे प्रार्थना कर खाइबु ना जा पानी पीले भी प्रार्थना कर पीबु भात खाइले भी प्रार्थना करी खाइबु हां सेठी विष मिसितले मिसा भलटा हे जीवो सेटा हालेलुया आमन को अभाव किछि नाही सदा प्रभु तुमर प्रतिपालक तुमर कोनोसी अभाव हेबो नाही हालेलुया हालेलुया सातटा दूत तुरी ध्वनि करूथिले गोटे गोटे दूत तुरी ध्वनि करूथिले गोटे गोटे समस्या घटुछि बुझलो कि हेले 4 नंबर दूत तुरी ध्वनि करिवारु चतुर्थ दूत तुरी ध्वनि करन्ते सूर्य चंद्र और नक्षत्र समूहर तृतीयांश आघात प्राप्त हेबारु से समस्त तृतीयांश अंधकारमय हो गला दिवसर तृतीयांश आलोक रहित हैला और रात्रि मध्य तद्रूप हैला हालेलुया एबे चतुर्थ दूत तुरी ध्वनि करबा समय रे आ गोटे घटना घटिला कौन बोल कहले एबे जो लेंज हम देखुछु सूर्य देखुछु ए सूर्य ऊपरे चंद्र ऊपरे हां तापरे उका ऊपरे आघात आसला माड आसला हालेलुया ए माने गोटे गोटे बजा बुझी हेकरी हां से तुरी ध्वनि करबारु गुड़ 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 शब्द हैला हां ए सब लगा लगे हे गले हालेलुया सेतले लेखाई छी
ଚତୁର୍ଥ ଦୂତ ତୁରିଧ୍ୱନି କରନ୍ତେ ସୂର୍ଯ୍ୟ ଚନ୍ଦ୍ର ଓ ନକ୍ଷତ୍ର ସମୂହର ତୃତୀୟାଂଶ ଆଘାତ ପ୍ରାପ୍ତ ହେଲା ବୋଲି ଲେଖାଯାଇଛି। ହାଲେଲୁୟା। ଆଘାତ ପ୍ରାପ୍ତ ହେଲେ ମାଡ଼ ହେଲା ସେମାନଙ୍କୁ। ମାଡ଼ ହେବାରୁ କଣ ହେଲା ବୋଲି କହିଲେ ଖଣ୍ଡ ଖଣ୍ଡ ହେବାକୁ ଲାଗିଲେ ସେମାନେ। କେମିତି ଖଣ୍ଡ ଖଣ୍ଡ ହେଲେ? ଆଘାତ ବୋଲି କହିଲେ ମାଡ଼ ମାରବାଟା। ହାଲେଲୁୟା। ସୂର୍ଯ୍ୟକୁ ମାଡ଼ ମରାଗଲା, ଚନ୍ଦ୍ରକୁ ମାଡ଼ ମରାଗଲା, ଉକା ଉକା ମାନେ ବାଜା ବୁଝେଇକିରି ଖଣ୍ଡ ଖଣ୍ଡ ହେବାକୁ ଲାଗିଲେ। ହାଲେଲୁୟା। ସେତେବେଳେ ସେମାନେ ଲାଇଟିଂ ଦେବାକୁ ଛାଡ଼ିଦେଲେ। ଲାଇଟିଂ ଦେଇପାରିଲେ ନାହିଁ। କଣ ଦେଇପାରିଲେ ନାହିଁ? ଲାଇଟ୍ ଯୋଉଟା କି ଉଜ୍ଜଳ। କେମିତି ବୋଲି କହିଲେ ଏ ସୂର୍ଯ୍ୟ କେତେବେଳେ ଉଦୟ ହଉଛି? ଆମକୁ କେତେବେଳେ ଆସୁଛି ସୂର୍ଯ୍ୟ? 6টাରେ ଆସୁଛି ନା 7টাରେ ଆସୁଛି? लेंज ऐसा भाई ने 7टा तक भाई ने कि 6:30 6टा उधर आसुची। हालेलुया। 7टा भलो कि 6टा धर। 6टारे उठुची बोलो सूर्य। 6टारे पूरा दला हो धीरे धीरे उठब। 6टारे उठब बोली सूर्य 6टारे उठब। 8टा ହେଇଗଲା 9ଟା ହେଇଗଲା ଗାବରା ଗାବରା ହଉଛୁ ଆମେ ସତ ମିଛ। କିନ୍ତୁ ଏ ଚତୁର୍ଥ ଦୂତ ତୁରିଧ୍ୱନି କରିବା ସମୟରେ ଏ ସୂର୍ଯ୍ୟ ସମାନ 12ଟାରେ ଉଠିବ। କେତେଟାରେ ଉଠିବ? ଏ ସକାଳ ପାଇବ, ସକାଳ 6ଟାରେ ସକାଳ ପାଇବ ବୋଲେ ଅନ୍ଧାର ଆକା ଥିବ। ତ କେତେବେଳେ ହଳ କରିବାକୁ ଯିବ? ହାଲେଲୁୟା। ହଳ କରିବାକୁ ଯିବାକୁ ଲୋକମାନେ ରେଡି ହେବାକୁ 6ଟା ରେଡି ହେଇଥିବେ ସିନା ସକାଳ ହଉନଥିବ। କେତେବେଳେ ସକାଳ ହବ ବୋଲି କହିଲେ ସମାନ 11ଟା 12ଟା ହଉଥିବ ସକାଳ ହବ। ହାଲେଲୁୟା। ରାତ୍ରି ମଧ୍ୟ ତଦ୍ରୂପ ବୋଲି କହିଲେ ରାତ୍ରି ଏବେ ଯୋଉ ରାତ୍ରି ଦେଖୁଛୁ ଆମେ, ଏବେ ଯୋଉ ଅନ୍ଧାର ରାତି ଦେଖୁଛୁ ସେତେବେଳେ ସେ ଅନ୍ଧାର ଆହୁରି ବଢିଯିବ। ସେ ଅନ୍ଧାର ଆହୁରି ବଢିଯିବ। ଅନ୍ଧାର କଣା ଲୋକ ଜାଣିଛ? ଅନ୍ଧାର କଣା ଲୋକମାନଙ୍କୁ କାନକା କିସ୍ କହିବେ? ଅନ୍ଧାର କଣା କିସ୍ କହିବେ? ରାତି ବେଲେ ଦୁଷବ ନାହିଁ ସେମାନେ। ଆନ୍ଧ୍ର କାଣକା ରାତି କାଣକା କିସ୍ ବୋଲବେ? ରାତି କାଣକା। ସନ୍ଧ୍ୟା 6ଟା ହେଲା ବେଳେ ତାକୁ ଦୁଷବ ନାହିଁ। ବୁଝିପାରିଲ କି ନାହିଁ? ସେ ଯୋଉ ଅନ୍ଧାର ଆହୁରି ଟିକେ ବେଶୀ ଟାଇମ ହେଇଗଲେ ଆହୁରି ଟିକେ ବେଶୀ ଦୁଷବ ନାହିଁ। ବୁଝିଲ ନାହିଁ? ଏବେ 6ଟାରେ ରାତି ସାରା আর ସକାଳ 6ଟା ପର୍ଯ୍ୟନ୍ତ ଅନ୍ଧାର ଥିବ କି ନାହିଁ ଆମକୁ? ସନ୍ଧ୍ୟା 6ଟାରୁ আর ସକାଳ 6ଟା ପର୍ଯ୍ୟନ୍ତ ଅନ୍ଧାର ଆକା ଥିବ। ହେଲେ ଏ ସକାଳ 6ଟାରୁ ଆହୁରି ସନ୍ଧ୍ୟା 6ଟାରୁ ପୁଣି ସକାଳ 6ଟା ପର୍ଯ୍ୟନ୍ତ ଅନ୍ଧାର ଥିବ। ହେଲେ ସେତେବେଳେ 12ଟା ପର୍ଯ୍ୟନ୍ତ ଅନ୍ଧାର ରହିବ। କେତେଟା ପର୍ଯ୍ୟନ୍ତ? ଏ ଟାଇମ ମିଶା ଅନ୍ଧାର ଆକା ଥିବ। 11ଟା 12ଟା ହଉଥିବ ସେତେବେଳେ କଣ ହବ? ଧୀରେ ଧୀରେ ସୂର୍ଯ୍ୟ ଦେଖାଯିବ। ହାଲେଲୁୟା। ହେଲେ ତୁଇ 12ଟାରେ କାମକୁ ଯିବୁ। କେତେଟାରେ ଯିବୁ? 12ଟାରେ କାମକୁ ଯିବୁ। ଟିକେ କାମ କରିବୁ କି ନାହିଁ କି ସମାନ 12ଟା ଘଣ୍ଟେ 2ଟା 3ଟା 4ଟା 3 ଘଣ୍ଟା 4 ଘଣ୍ଟା କାମ କଲା ବେଳକୁ ଆଉ ଅନ୍ଧାର ହେଇଯିବ। আর କଣ ହେଇଯିବ? ଆରେ ଏବେ ଏକା ଆସିଲି, କିଛି କାମ ହେଲା ନାହିଁ, ଅନ୍ଧାର ହେଇଗଲା, ଘରକୁ ଚାଲ। କୋଉଠି ଯିବ? ଘରକୁ ଚାଲ। ହେଲେ ବିଷୟବସ୍ତୁ କଣ ବୋଲି କହିଲେ 4 ଘଣ୍ଟା କାମ କରୁଥିବୁ ଅନ୍ଧାର ହେଇଯିବ। ବୋଲେ ସୂର୍ଯ୍ୟ ଚନ୍ଦ୍ର ନକ୍ଷତ୍ର ମାନେ ଡେରିରେ ବାହାରିବେ। ବୁଝିପାରିଲ କି? ଚନ୍ଦ୍ର ଏତେ ଆଲୋକ ଦେବ ନାହିଁ। ଏନିଲ ରାତ୍ରି ଆନ୍ତମ ଆଜି ମାରେ ଆନ୍ତାଗା ସୂର୍ଯ୍ୟର ଆଲୋକ ନଥିଲେ ଚନ୍ଦ୍ର କୋଉଠି ଦେବ? ଆଲୋକ ଦେବ ନାହିଁ। ଉକା ଯାକ ମିଞ୍ଜି ଦେଖାଯିବ। କେବେ କି ରାତି 12ଟାରେ ଘଣ୍ଟାରେ କେବେ କି ଦେଖାଯିବ, ଟିକେ ଦେଖାଯିବ, ବେଶୀ ଦେଖାଯିବ ନାହିଁ। ଚତୁର୍ଥ ଦୂତ ତୁରିଧ୍ୱନି କରିବା ସମୟରେ এই ପ୍ରକାର ଘଟଣା ଘଟିବ। ହାଲେଲୁୟା। ଲୋକମାନେ କାବା ହେଇଯିବେ। ଏଟା କି ଦନ୍ଦା? 12 ଘଣ୍ଟା ଦିନ 12 ଘଣ୍ଟା ରାତି ଥିବା କଥା ସିନା। 4 ଘଣ୍ଟା କା ଦିନ ରହୁଛି କି 5 ଘଣ୍ଟା ରହୁଛି, ତାପରେ ସବୁ ଅନ୍ଧାର ଆକା ଲୋକମାନେ କାବା ହେଇଯିବେ। କାମ ଦାମ କରିପାରିବେ ନାହିଁ। ହାଲେଲୁୟା। କାମ ଦାମ କରିପାରିବେ ନାହିଁ। ବଡ ଭୟଙ୍କର ସମସ୍ୟା ଗୁଡାକ ଘଟିବ। ଡଙ୍ଗର ଯିବା ଲୋକ ଯାଉ ଅନ୍ଧାର ହେଇଯିବ। ବୁଝିପାରିବ ନାହିଁ?
ସେ ଅନ୍ଧାର ଅନ୍ଧାର ରାଖା କାଠ ଧରିକି ଆସିବ କେତେବେଳେ ରୋଷେଇ କରି ଖାଇବ କେତେବେଳେ କଣ କରିବ କେ ଜାଣେ ହାଲେଲୁୟା ପୃଥିବୀର ଲୋକମାନେ ହନ୍ତସନ୍ତ ହେଇଯାଉଥିବେ ପୃଥିବୀର ଲୋକମାନେ ମାଡ଼ ଗଳେଇକରି ମାରା ପିଟେଇକରି ମରି ଯାଉଥିବେ ପାଣି ପିଇବ ବୋଲି କହିଲେ ପିତା ପାଣି ପିଇବ ବୋଲି କହିଲେ ପିତା ଖାଇବି ବୋଲି କହିଲେ ବି ଘରେ ଘରେ ରଗୁଆ ଲୋକମାନେ ଥିବେ କିପାଇଁ ବୋଲି କହିଲେ ପାଣି ପିତା ପାଣି ପିଇ ଯାଇକି ଲୋକମାନେ ରଗୁଆ ହେଇଯାଇଥିବେ ଡାକ୍ତର ମାନେ ଗାଦା ଗାଦା ଡାକ୍ତର ଗଦା ଗଦା ଡାକ୍ତର ମାନେ ବେଡ୍ ଜାଗା ଖାଲି ରହିବ ନାହିଁ ଡାକ୍ତରଖାନାରେ ଲୋକମାନେ ଦାଉଥିବେ ସେ ଡାକ୍ତର କହୁଥିବ ଏଟା କି ରୋଗ ବାବା ଆମେ ଜାଣିପାରୁନୁ ବୋଲି କହିବ ହାଲେଲୁୟା ଭୟଙ୍କର ସମସ୍ୟା ସେ ସମୟରେ ଆଇବ ସେଥିପାଇଁ ମୋର ପ୍ରିୟ ଲୋକମାନେ ସେତେବେଳେ ଗୋଟେ ଆକାଶର ବଡ଼ ପକ୍ଷୀ ପରି ଗୋଟେ ଦୂତ ଉଡ଼ି ଉଡ଼ିକରି କହିବ ଉଡ଼ାଜାହାଜ ଦେଖିଲ ଉଡ଼ିଲା ବେଲେ ଉଡ଼ୁବନ ସେମିତି ଆକାଶ ଗୋଟେ ବଡ଼ ଚଢ଼େଇ ପରି ଦୂତ ଗୋଟେ କଥା କହିବ ଆୟାଲେ 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 ବରବାଟା ଆୟ 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 ବୋଲି 3 ଥର କହିବ ସେ କେତେ କହିବ ଆୟ 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 କଣ ପାଇଁ ଆୟ ଆୟ ବୋଲି କହିଲେ ଏତେ ପର୍ଯ୍ୟନ୍ତ ଏତେ କଷ୍ଟ ପଡ଼ିଲ ଆଉ 3ଟା ଦୂତ ତୁରି ଧ୍ୱନି କରିବାକୁ ଅଛନ୍ତି ହାଲେଲୁୟା 4ଟା ଦୂତ ତୁରି ଧ୍ୱନି କରିବାର ତ ଏତେ କଷ୍ଟ ଆଇଲା 5 ନମ୍ବର ଦୂତ ତୁରି ଧ୍ୱନି କରିବା ବେଲେ କଣ ହବ 6 ନମ୍ବର ଦୂତ ତୁରି ଧ୍ୱନି କରଲା ବେଲେ କଣ ହବ 7 ନମ୍ବର ଦୂତ ତୁରି ଧ୍ୱନି କଲା ବେଲେ କଣ ହବ ଆୟ ଆୟ ଲୋକମାନେ ପୃଥିବୀର ଲୋକମାନେ ବଡ଼ ଭୟଙ୍କର ଦୁଃଖ ତମ ପାଇଁ ଅଛି ବୋଲି ସେ ଦୂତ ସବୁ ଦେଶରେ କହିବ ହାଲେଲୁୟା ସାରା ପୃଥିବୀରେ ସେ ଦୂତ ବୋଲେ ଚଢ଼େଇ ପଡିଥିବ ସେ ଦୂତ ସେ କହିବ ଆୟ 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 ବୋଲି ହାଲେଲୁୟା ସମସ୍ତେ ଦେଖୁଥିବେ ଏଟା କି ଦୂତଟା ଆସିକି ଏଟା କେ ଆସିକି ଆୟ ଆୟ ବୋଲୁଛି ଏତେ ପର୍ଯ୍ୟନ୍ତ ଏତେ କଷ୍ଟ ପଡିଲୁ ଆଉ 3 ଜଣ ଅଛନ୍ତି ପୁଣି ଦୂତ ମାନେ ସେମାନେ ତୁରି ଧ୍ୱନି କଲା ବେଲେ ପୁଣି ଆଉ କଣ କଣ ଘଟିବ ପୁଣି ବୋଲି ଲୋକମାନେ ବାୟା ବାୟା କାବା କାବା ହେଇଯିବେ ହାଲେଲୁୟା ଏ ସମସ୍ତ ବିଷୟ ତମକୁ କଣ ପାଇଁ କହୁଛୁ ବୋଲେ ତମେ ଜାଗ୍ରତ ରହିବ ବୋଲି କହୁଛୁ ହାଲେଲୁୟା ପ୍ରାର୍ଥନା କରି ରହିବାର ଅଛି ବାଇବେଲ ପଢିବାର ଅଛି ପ୍ରଭୁଙ୍କର ପ୍ରାର୍ଥନାରେ ଲାଗି ରହିବାର ଅଛି କାମ ଦାମ ଟାଇମରେ କାମ ଦାମ କର ଆଉ ଟାଇମ ମିଳିଲେ ପ୍ରାର୍ଥନା କର ହାଲେଲୁୟା ପ୍ରାର୍ଥନା କର ବାକ୍ୟ ଶୁଣ ଆଉ ବାଇବେଲ ପଢ ବାଇବେଲ ବାକ୍ୟ ଶୁଣ ନୂଆ ନୂଆ ଗୀତ ଯାକ ପ୍ରଭୁଙ୍କ ପାଇଁ ରେଡି କର ହାଲେଲୁୟା ପ୍ରଭୁ ଆସିବା ସମୟରେ 7 ନମ୍ବର ଦୂତ ଯେତେବେଳେ ତୁରି ଧ୍ୱନି କରିବ ସାରା ପୃଥିବୀରେ ଯେତେଟା ଖ୍ରୀଷ୍ଟିଆନ ଲୋକମାନେ ଅଛନ୍ତି ସମସ୍ତେ ଆଖି ପିଛୁଳାକେ ମାୟା ହେଇଯିବେ ହାଲେଲୁୟା ସାରା ପୃଥିବୀରେ ଦେଶ ଆଏ ସାରା ପୃଥିବୀରେ ଯେତେଟା ଖ୍ରୀଷ୍ଟିଆନ ଲୋକମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁଛନ୍ତି ସେ ସମସ୍ତେ କଣ ହେବେ ବୋଲେ ଆଖି ପିଛୁଳାକେ ଆମେ ସବୁ ଆଉ ଏଠି ନଥିବୁ ହାଲେଲୁୟା ଆମେ ସବୁ ମଧ୍ୟ ଆକାଶରେ ଥିବୁ ମରବା ଲୋକମାନେ ଉଠିବେ ସେ ଟାଇମରେ 7 ନମ୍ବର ଦୂତ ତୁରି ଧ୍ୱନି କରିବା ଟାଇମରେ ହାଲେଲୁୟା ସକାଳ ପାଇଲା ବେଳକୁ ଲୋକମାନେ ଏମାନେ କଣ ଗଲେ ଖ୍ରୀଷ୍ଟିଆନ ଲୋକମାନେ କଣ ଗଲେ କୋଉ ଗାଁରେ ମିଶା ଗୋଟେ ଖ୍ରୀଷ୍ଟିଆନ ଦେଖାଯିବ ନାହିଁ ହାଲେଲୁୟା ଡୁପ୍ଲିକେଟ ଖ୍ରୀଷ୍ଟିଆନ ମାନେ ରହିଯିବେ ଅରିଜିନାଲ ଖ୍ରୀଷ୍ଟିଆନ ମାନେ ଯୀଶୁଙ୍କ ସହିତ ପଳେଇବେ ବୁଝିଲ କି ନାହିଁ ଡୁପ୍ଲିକେଟ ଖ୍ରୀଷ୍ଟିଆନ ମାନେ କେମିତି ବୋଲେ ଦେଖ ପ୍ରଭୁଙ୍କୁ ଜାଣିକରି ମଦ ପିଇବା ଲୋକ ପ୍ରଭୁଙ୍କୁ ଜାଣିକରି ଭାଙ୍ଗ ଖଇନି ପୁଡ଼ିଆ ଖାଇବା ଲୋକ ପ୍ରଭୁଙ୍କୁ ଜାଣିକରି ଖରାପ କାମ କରିବା ଲୋକମାନେ ପ୍ରଭୁଙ୍କୁ ଜାଣିକରି ପ୍ରଭୁଙ୍କର କାମକୁ ଅବହେଳା କରିବା ଲୋକମାନେ ସେମାନେ ଦେଖବାରେ ପ୍ରଭୁ ଆସିବା ଲେଟ୍ ହେବ ରହିଆକେ ଯିବେ ସେମାନେ ରହିଆକେ ଯିବେ ପୃଥିବୀରେ ରହିଗଲେ ସେମାନେ କାନ୍ଦିବେ କାନ୍ଦିବେ ତାଙ୍କୁ ଆଉ କିଛି ଲାଭ ନାହିଁ ହାଲେଲୁୟା ସେଥିପାଇଁ ପ୍ରଭୁ ଆଗରୁ ଆମମାନଙ୍କୁ ଦେଇକରି ପ୍ରଭୁଙ୍କୁ ଦାସ ମାନଙ୍କୁ ଦେଇକରି ତୁମମାନଙ୍କୁ ଜଣାଉଛନ୍ତି ପ୍ରଭୁ ହାଲେଲୁୟା ତମେ ଜାଗ୍ରତ ଥାଅ ପ୍ରଭୁଙ୍କ ପାଇଁ ପ୍ରସ୍ତୁତ ଥାଅ ଏମିତିକାର ଘଟଣା ଗୁଡାକ ଆସିବ ଯେତେବେଳେ ପାଣି ପିତା ହେଇଯିବ ତମ ଘରେ ମିଠା ଥିବା ପାଣି ଥିବ ହାଲେଲୁୟା ପୃଥିବୀର ଲୋକମାନେ ପିତା ପାଣି ପିଇବେ ତମେ ମିଠା ପାଣି ପିଇବ ଜାଣିଛ ପୃଥିବୀର ଲୋକମାନେ ରୋଗ ଜ୍ୱରରେ ସମସ୍ୟାରେ ପଡିଯିବେ ତମେ ମାତ୍ର ଭଲରେ ରହିବ ସେତେବେଳକୁ 3 ବର୍ଷ 6 ମାସ ଆଗେ ପୃଥିବୀରେ ରହିବ ତାପରେ ତମେ ଆଉ ରହିବ ନାହିଁ ହାଲେଲୁୟା ଆମମାନଙ୍କୁ
महिमा शरीर देवे प्रभु आउ स्वर्ग राज्य को नहीं जिबे पृथ्वी रे 3 वर्ष 6 मास तापर आम पळेला परे पृथ्वी रे 3 वर्ष 6 मास आय बड़ भयंकर दंड प्राप्त होबे से माने हालेलुया बड़ भयंकर 7टा पात्र आउरी पडिबो ऊपरे पृथ्वी ऊपर 7टा पात्र बोले गिना रे प्रभुंकर क्रोध प्रभुंकर राग सब पृथ्वी ऊपर ढाल देबे सेते बेले कोन घटिबो आसन दिन मान देखिबा हालेलुया ए पृथ्वी ऊपर आस्तिबा भयंकर दुर्घटना गुडा को देखिक लोक माने मूर्छित हो जिबे लोक माने काबाई जिबे लोक माने अंतसंत हो जिबे और यीशु ख्रीष्ट को छाड़ देबे लोक माने यीशु ख्रीष्ट को धन्यवाद न करी से माने आउरी पतित हो जिबे हालेलुया मंडली पळेला परे मंडली बोले आमे माने सब पळेला परे ए पृथ्वी दुख कहले न सरे हालेलुया सेति मोर प्रिय लोक माने आज वाक्य तुम जीवन कार्यकारी हो आ सब बेले प्रभु लगी रुह काली रविवार दिन का प्रार्थना बसबू आज्ञा से बसबू ताहा नुहे हालेलुया सब बेले 2 जन हो 3 जन हो बस प्रार्थना कर जार घर से प्रार्थना कर टाइम मिलले प्रभु गीत शुण सेल तो अच्छी प्रभु गीत जाक शुण भल कर प्रभुंर सेवा कर ताले प्रभु तुम ग्रहण करेंगे प्रभु पठित वाक्य समस्त आशीर्वाद करंतु आमेन छोट प्रार्थना करवा सर्वशक्तिमान जीवंत कर प्रभु आश्चर्य पराकांत परमेश्वर तुमको धन्यवाद करुचु आज वाक्य जो प्रकार तुम लोक मैंने बुझीपारे से प्रभु साहाय्य कर तुम सिंह कृपार प्रभु आम को कड़े नि महिमा गौरव प्रशंसा तुमको दे जीशु को नाम प्रार्थना कर प्रभु आमेन हालेलुया।